ଛେନାରେ ପ୍ରସ୍ତୁତ ହେଉଛି ଆଉ ଗରମ ତେଲରେ ଛଣା ହେଉଛି। ପ୍ରସ୍ତୁତ ହେବା ପରେ ଏହି ମିଠାର ନାଁ ଶୁଣିଲେ ଆପଣଙ୍କ ପାଟିରୁ ଆପେ ଆପେ ଆସିଯିବ ଲାଳ, ଆଉ ଖାଇବାକୁ ଆପଣ ବି ବଳାଇବେ ମନ। କାରଣ ଏହି ମିଠା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉଙ୍କ ଭାରି ପ୍ରିୟ। ଏବେ ଆଉ ଏହାର ନାଁ ଆପଣଙ୍କୁ କହିବାକୁ ପଡ଼ିବ ନାହିଁ, କାରଣ ସମସ୍ତେ ଭଲ ଭାବେ ଜାଣନ୍ତି ଆମେ କହୁଛୁ ରସାବଳୀ କଥା। ଏହା କାହାର ବା ପସନ୍ଦ ନୁହେଁ। 2023 ମସିହାରେ ଜିଆଇ ଟ୍ୟାଗ ମିଳିଲା ସତ, କିନ୍ତୁ ରସାବଳୀ ଦ୍ୱାଦଶ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇଛି। ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉଙ୍କ ଭାରି ପ୍ରିୟ ରହିଥିବା ରସାବଳୀ ମନ୍ଦିର ପ୍ରତିଷ୍ଠା ଦିନରୁ ଭୋଗ ଭାବେ ଅର୍ପଣ କରାଯାଉଛି। ମହାପ୍ରଭୁଙ୍କ ପାଖରେ ବିଭିନ୍ନ ରକମ ନୈବେଦ୍ୟ ଭୋଗ କରାଯାଇଥାଏ, ଯଥା ଅନ୍ନ ଭୋଗ ଏବଂ ଅନ୍ନଳି ଭୋଗ। ଅନ୍ନଳି ଭୋଗ ଭିତରେ ମହାପ୍ରଭୁଙ୍କର ପ୍ରିୟ ଭୋଗ ହେଉଛି ରସାବଳୀ, ଯାହାକୁ ଆମେ ଅମୃତ ରସାବଳୀ ବା ପ୍ରିୟ ନୈବେଦ୍ୟ ଭାବେ ଉଦାହରଣ ଦେଇଥାଉ। ଜାଣିଥିବେ ଇଏ ଗୋଟିଏ ହେଉଛି ମାନସିକ ଭୋଗ ଭାବେ ବିବେଚନା କରାଯାଇଥାଏ। ଯେତେବେଳେ ଦୂର ଦୂରାନ୍ତରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଏଠି ଆସିଥାନ୍ତି, ଆଗେ ନିଜେ ପ୍ରିୟ ନୈବେଦ୍ୟ ଭାବେ ରସାବଳୀକୁ ଖୋଜିକି ମହାପ୍ରଭୁଙ୍କ ପାଖରେ ଲଗେଇଥାନ୍ତି ଓ ମହାପ୍ରଭୁଙ୍କ ଲଗେଇବା ସଙ୍ଗେ ସଙ୍ଗେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଏଟା ସ୍କନ୍ଦ ପୁରାଣ ଗରୁଡ଼ ପୁରାଣରେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ ରହିଛି। ଆମେ ଯେତେବେଳେ ଇତିହାସକୁ ଯିବା ରସାବଳୀର ଉତ୍ପତ୍ତି ଉପରେ ଜାଣିଥିବେ ଦ୍ୱାଦଶ ଶତାବ୍ଦୀରୁ ଏ ରସାବଳୀ ଭୋଗ ପ୍ରଥମ ମନ୍ଦିରରୁ ହିଁ ପ୍ରଚଳିତ ହୋଇଥିଲା। ଜାଣିଥିବେ ସେ ସମୟରେ ଗଙ୍ଗବଂଶର ରାଜା ତୃତୀୟ ଅନଙ୍ଗ ଭୀମ ଦେବ ଏବଂ ତାଙ୍କର ଷୋଡ଼ଶ ରାଜଗୁରୁ ଗୋବିନ୍ଦ ପାଟଜୋଶୀ ଜଗନ୍ନାଥ ପାଟଜୋଶୀଙ୍କ ଉଦ୍ୟମ କ୍ରମେ 1232 ମସିହାରେ ସେତେବେଳେ ଉଦ୍ୟମ ଆରମ୍ଭ ହୋଇଥିଲା। କିଛି ସମୟ ସେଠି ରସାବଳୀ ଭୋଗ କାର୍ଯ୍ୟକ୍ରମ ଚାଲିଥିଲା। ପରେ ପରେ ଜାଣିଥିବେ 1663-67 ମସିହାରେ ଯେଉଁ ଆମର ମୋଗଲ ଶାସନ ଆକ୍ରମଣ ହେଲା, ତକିଉଲ୍ଲା ଖାଁଙ୍କ ସେନାପତିତ୍ୱରେ ସେ ସମୟରେ ଯେତେବେଳେ ଆକ୍ରମଣ ହୋଇଥିଲା, ରସାବଳୀ ଭୋଗ ପ୍ରଥା ବନ୍ଦ ହୋଇଯାଇଥିଲା। ଆମର ଯେଉଁ ତୃତୀୟ ମନ୍ଦିର ଇଚ୍ଛାପୁରରେ ଆମର ଜାଣିଥିବେ ମରହଟା ଶାସନ ସମୟରେ ଷଡ଼ଗୋପୀ ରାମାନନ୍ଦ ଦାସଙ୍କ ଉଦ୍ୟମ କ୍ରମେ ସେତେବେଳେ ମହାପ୍ରଭୁଙ୍କର ରସାବଳୀ ଭୋଗ ପୁନଃ ପ୍ରଚଳିତ ହୋଇଥିଲା। ସେ ସମୟ ହେଉଛି ଶତାବ୍ଦୀ ହେଉଛି 1740 ମସିହାରୁ 50 ମସିହା ଭିତରେ। ଆମର ସେ ସମୟ ହେଉଛି ସନ୍ଧ୍ୟା ଉଠାଣି ନୀତି, ଯେଉଁ ଜାଣିଥିବେ ସନ୍ଧ୍ୟା ନୀତି ସମୟରେ ମହାପ୍ରଭୁଙ୍କ ପାଖରେ ଶ୍ରୀଜୀଉଙ୍କ ପାଖରେ 4 ଜାଗାରେ ମହାପ୍ରଭୁଙ୍କର ରସାବଳୀ ଭୋଗ କାର୍ଯ୍ୟକ୍ରମ ହୋଇଥିଲା। ସେଇଠୁ ବର୍ତ୍ତମାନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ରସାବଳୀର କାର୍ଯ୍ୟକ୍ରମ ଚାଲୁ ରହିଅଛି। ପରେ ପରେ ଆମର ବଜାରରେ ବିଭିନ୍ନ ବଜାର ସାମଗ୍ରୀରେ ରସାବଳୀ ଭୋଗ ବିକ୍ରୟ ହେଲାଣି ଏବଂ ଯେଉଁ ବିଗତ ବର୍ଷ ମାନଙ୍କରେ ଜାଣିଥିବେ ଜିଆଇ ଟ୍ୟାଗ ଯେଉଁ ମାନ୍ୟତା ପାଇଥିଲା, ସାରା ଭାରତ ବର୍ଷରେ ପ୍ରତ୍ୟେକ ପରିବାରରେ ରସାବଳୀର ଚାହିଦା ଖୁବ୍ ବଢ଼ି ଚାଲିଛି। ଆଉ ଆମର ଯେଉଁ ରସାବଳୀ ମହାପ୍ରଭୁଙ୍କର ଯେଉଁ ପ୍ରସିଦ୍ଧ ସନ୍ଧ୍ୟା ଭୋଗ, ସନ୍ଧ୍ୟା ଆଳତି ପୂର୍ବରୁ ରସାବଳୀ 3 ଠାକୁରଙ୍କ ପାଖରେ 24ଟି ରସାବଳୀ ଲାଗୁ ହୁଏ। ତାକୁ ଆମର ମନ୍ଦିର ରୋଷଘରରେ ଅମଣିଆ ଦୋକାନରେ ତିଆରି କରାଯାଏ, ଆଉ ସେଥିପାଇଁ ତା ସେବକ ଅଲଗା ନିଯୁକ୍ତ ଅଛନ୍ତି। ଏହି ରସାବଳୀ ପ୍ରସିଦ୍ଧ ରସାବଳୀ, କାରଣ ଆପଣ ଯେତେ ଜାଗା ଯାହା ଯେଉଁଠି ଖୋଜନ୍ତୁ ଯାହା କରନ୍ତୁ, ମନ୍ଦିର ବାହାରେ ବିଳାରେ କିମ୍ବା ବାହାରୁ ନିଅନ୍ତୁ, କିନ୍ତୁ ନିତ୍ୟାନୀ ରସାବଳୀ ସବୁଠୁ ପ୍ରସିଦ୍ଧ, କାରଣ ତାକୁ ଥରେ ଯିଏ ଖାଇଛି ସେ କେବେ ଭୁଲି ପାରିବ ନାହିଁ। ଆଉ ଏଇ ମଧ୍ୟ ଜିଆଇ ଟ୍ୟାଗ 23 ମସିହାରୁ ଜିଆଇ ଟ୍ୟାଗ ପାଇସାରିଛି। ତେଣୁ ଏହି ରସାବଳୀ ପାଇଁ ବହୁତ ପ୍ରଚେଷ୍ଟା ଆଗରୁ ମଧ୍ୟ କରାଯାଇଛି। ଲେଖା ବୈଠକରେ ରିଜଲ୍ୟୁସନ୍ ମଧ୍ୟ କରାଯାଇଥିଲା, ଆଉ ସେଥିପାଇଁ ଗଭର୍ଣ୍ଣମେଣ୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କେତେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନ୍ୟାନ୍ୟମାନେ ଲାଗିକିନି ତାକୁ ଯାହା ହଉ ଜିଆଇ ଟ୍ୟାଗଟା ପ୍ରାପ୍ତ ହୋଇଛି। ସେଇ ଦୃଷ୍ଟିରୁ ବର୍ତ୍ତମାନ ରସାବଳୀ ଆମର ଯେହେତୁ ଠାକୁରଙ୍କର ପ୍ରସିଦ୍ଧ ସନ୍ଧ୍ୟା ଭୋଗ, ସେଇଟା ଆମର ପ୍ରସିଦ୍ଧ ଭୋଗ। ଆଉ କେନ୍ଦ୍ରାପଡ଼ା ରସାବଳୀ ନାଁରେ ସାରା ଓଡ଼ିଶାରେ ବାହାରେ ମଧ୍ୟ ପ୍ରସିଦ୍ଧ। ଶ୍ରୀଧର ବଳଦେବ ଜୀଉଙ୍କର ପୀଠ ପାଖରେ ଆମ ଘର ହେଲା, ତୁଳସୀ କ୍ଷେତ୍ର ଆମ ପରିଚୟ। ସେଥିପାଇଁ ମାନେ ମହାପ୍ରଭୁଙ୍କର ପୁରା ପ୍ରସିଦ୍ଧ ଭୋଗ ହେଉଛି ରସାବଳୀ, ଯୋଉଟା କି ଠାକୁରଙ୍କର ପୁରା ପ୍ରିୟ ପ୍ରସାଦ। ସେଥିପାଇଁ ସବୁବେଳେ ସେଟା ଆମେ ଜନ୍ମଠାରୁ ଖାଇ ଆସିଛୁ, ଏପର୍ଯ୍ୟନ୍ତ ବି ଖାଉଛୁ। ଆଉ ପୁରା ସ୍ୱାଦିଷ୍ଟ ଲାଗେ ହେଲା, ପୁରା ଛେନାରେ ତିଆରି ହୁଏ, ପୁରା ସ୍ୱାଦିଷ୍ଟ ଲାଗେ। ଠାକୁରଙ୍କର ପୁରା ପ୍ରିୟ ପ୍ରସାଦ। କୁହାଯାଏ କି ଦ୍ୱାଦଶ ଖ୍ରୀଷ୍ଟାବ୍ଦରୁ ରସାବଳୀର ଆରମ୍ଭ ପରେ କିନ୍ତୁ ମୋଗଲ ଶାସକଙ୍କ ଦ୍ୱାରା ଆକ୍ରମଣ ପରେ ଏହା ବନ୍ଦ ରହିଥିଲା। ଏହାପରେ 1750 ମସିହାରେ ମରହଟାମାନଙ୍କ ଦ୍ୱାରା ପୁଣି ବଳଦେବ ଜୀଉଙ୍କ ପାଖରେ ଭୋଗ ଆରମ୍ଭ ହୋଇଥିଲା। ଆଉ ଏବେ ଏହା ସହରରେ ଥିବା ମିଠା ଦୋକାନରେ ମଧ୍ୟ ମିଳୁଛି। କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାର ଏବଂ ବିଦେଶରେ ମଧ୍ୟ ରସାବଳୀର ଚାହିଦା ଅଧିକ ରହିଛି।
ତେବେ ଏହି ସ୍ୱାଦିଷ୍ଟ ମିଠା କେମିତି ପ୍ରସ୍ତୁତ ହୁଏ ଏନେଇ ବିସ୍ତୃତ ଭାବେ କହିଛନ୍ତି ମିଠା କାରିଗର। ରସାବଳୀ କେନ୍ଦ୍ରାପଡ଼ା ସିଦ୍ଧପଲ୍ଲୀ ମୁଖ୍ୟ ପ୍ରସିଦ୍ଧ ରସାବଳୀ ମହାପ୍ରଭୁଙ୍କ ଆଶୀର୍ବାଦରୁ ଏ ରସାବଳୀ ଓଡ଼ିଶା ବିଖ୍ୟାତ। ଓଡ଼ିଶା ବାହାରକୁ ଯାଏ, ଇଣ୍ଡିଆ ବାହାରକୁ ଯାଏ, ଆଉ ଜିଆଇ ପ୍ରାଇଜ୍ ପାଇଛି। ଯାହା ବଳିଙ୍କ କୃପାରୁ ମୋ ଦୋକାନ ଭଲ ଚାଲିଛି। ଛେନା ଅଳେଇଚ ଆଉ ଚିନି ମିଶି ବଟା ହେଇକିରି ଅଟା ଦେଇକିରି ବଟା ହେଇକି ଘିଅରେ ଛଣା ହେବ। ଘିଅ ଛଣା ହେଇକିରି କ୍ଷୀର ଆଉ ଚିନି ଶିରାରେ ପଡ଼ିବ। ପଡ଼ି ତାପରେ ମସଲା ମସଲି ଦିଆ ହେଇକି ଏସବୁ ବାହାରକୁ ସପ୍ଲାଏ ଦିଆଯାଏ। ରସାବଳୀ ଗାଈ କ୍ଷୀରରେ ହୁଏ। କିଲେ ଛେନାରେ 50 ଖଣ୍ଡେ ଅଟା, 50 ଖଣ୍ଡେ ମଇଦା ଦିଆଯାଏ। ଚିନି 50 ଖଣ୍ଡେ ଦିଆଯାଏ, ଅଳେଇଚ ଦିଆଯାଏ, ଆଉ ସିଏ ଘିଅରେ ଛଣାଯାଏ। କ୍ଷୀରରେ ଡାଇରେକ୍ଟ ପଡ଼େ ଆଉ ଲୋକ ବି ଆସି ବାହାର ଲୋକ ରସାବଳୀ ଆସି ନିଅନ୍ତି ବହୁତ। ବଳଦେବଜୀଉ ମନ୍ଦିର ପାଖରେ ମୋର ରସାବଳୀ ଦୋକାନ। ରସାବଳୀର ପ୍ରସ୍ତୁତି ଛେନା, କ୍ଷୀର, ଚିନି, ଅଳେଇଚ, ଗୁଜୁରାତି, ଘିଅ ଏଇଥିରେ ପ୍ରସ୍ତୁତି। ଯେହେତୁ ରସାବଳୀ ବଳଦେବଜୀଉଙ୍କର ପ୍ରିୟ ଭୋଗ, ତେଣୁ ରସାବଳୀର ଏନ୍ତୁଡ଼ିଶାଳ କହିଲେ ବଳଦେବଜୀଉ ମନ୍ଦିର ଇଚ୍ଛାପୁରକୁ ହିଁ ବୁଝାଏ। ରସାବଳୀର ଜନ୍ମ ବଳଦେବଜୀଉ ମନ୍ଦିରର ଇଚ୍ଛାପୁର। ରସାବଳୀର ଚାହିଦା ଦିନକୁ ଦିନ ବଢ଼ୁଥିବା ବେଳେ ଦୋକାନୀମାନେ ଭଲ ରୋଜଗାର ମଧ୍ୟ କରୁଛନ୍ତି। ଆଉ ଏହାକୁ ଦେଶ ବିଦେଶରେ ମଧ୍ୟ ପରିଚିତ କରାଇଛନ୍ତି। କେନ୍ଦ୍ରାପଡ଼ାରୁ ଜୀବନ ସିଂହଙ୍କ ରିପୋର୍ଟ, ପ୍ରମେୟ ଡିଜିଟାଲ।